ବେନ୍ ସିରାକଙ୍କର ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 50। ମହାଯାଜକ ସିମନ। ଅନିଆସଙ୍କ ପୁତ୍ର ଓ ମହାଯାଜକ ସିମନ ଭ୍ରାତାମାନଙ୍କ ନେତା ତଥା ସ୍ୱଜନମାନଙ୍କ ଗୌରବ ଥିଲେ। ତାଙ୍କ ଜୀବନ କାଳରେ ସେ ଦେବାଳୟ ନବୀକୃତ କଲେ ଓ ଦୁର୍ଗ ନିର୍ମାଣ କରି ତାହା ଦୃଢ଼ୀଭୂତ କଲେ, ଯାହା ଦେବାଳୟ ପରିସରକୁ ସଂରକ୍ଷଣ କରେ। ସେହି ଦୁଗୁଣିତ ଉଚ୍ଚ ପ୍ରାଚୀର ଭିତ୍ତିମୂଳ ସେ ସ୍ଥାପନ କଲେ, ଯେଉଁ ଜଳାଶୟ ସମୁଦ୍ର ସଦୃଶ ପରିସିଦ୍ଧି ବିଶିଷ୍ଟ। ସେହି ଜଳକୁଣ୍ଡ ତାଙ୍କ ସମୟରେ ଖୋଳାଗଲା। ଜନତାକୁ ବିନାଶରୁ ରକ୍ଷା କରିବା ପାଇଁ ସେ ଉତ୍କଣ୍ଠିତ ଥିଲେ। ଅବରୋଧକୁ ପ୍ରତିରୋଧ କରିବା ପାଇଁ ସେ ନଗରୀକୁ ଦୁର୍ଗ ବିଶିଷ୍ଟ କଲେ। ଆବରଣାବୃତ ପବିତ୍ରତମ ସ୍ଥାନରୁ ବାହାରୁଥିବା ବେଳେ ଜନତା ଯେତେବେଳେ ତାଙ୍କୁ ଘୂରି ଠିଆ ହୋଇଥିଲେ, ସେତେବେଳେ କେତେ ମହିମା ମଣ୍ଡିତ ଥିଲେ। ମେଘମାଳା ମଧ୍ୟରେ ଅବସ୍ଥିତ ପ୍ରଭାତୀ ତାରା ସଦୃଶ ଏକ ପୂର୍ଣ୍ଣ ଚନ୍ଦ୍ର ସଦୃଶ ପରାତ୍ପରଙ୍କ ଦେବାଳୟ ଉପରେ ପ୍ରଦୀପ୍ୟମାନ ସୂର୍ଯ୍ୟ ସମ ଓ ଉଜ୍ଜ୍ୱଳ ମେଘମାଳା ମଧ୍ୟରେ ଦୀପ୍ତିମନ୍ତ ମେଘଧନୁ ସଦୃଶ ବସନ୍ତକାଳୀନ ଗୋଲାପ ପୁଷ୍ପତୁଲ୍ୟ ଜଳସ୍ରୋତ ସମୀପରେ ଦଣ୍ଡାୟମାନ କଇଁଲତା ସମ ଓ ଗ୍ରୀଷ୍ମ କାଳରେ ଲେବାନନରେ ଅଙ୍କୁରିତ ସବୁଜ ଗଜା ସଦୃଶ ଧୂପ କଳସରେ ଧୂମାୟିତ ଅଗ୍ନି ତଥା ସୁଗନ୍ଧ ଗୁଗ୍ଗୁଳ ସମ ପୀଠାସନରୁ ପ୍ରସ୍ତୁତ ବହୁମୂଲ୍ୟ ରତ୍ନଗୁଡ଼ିକ ଦ୍ୱାରା ଖଚିତ ଏକ ପାତ୍ର ତୁଲ୍ୟ ଫଳପ୍ରସୂ ଗୋଟିଏ ଜିତ୍ ବୃକ୍ଷ ସମ ଓ ମେଘମାଳା ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ଏକ ସାଇପ୍ରସ ବୃକ୍ଷ ସମ ସେ ଦୃଶ୍ୟମାନ ହେଉଥିଲା। ମହତ୍ତ୍ୱପୂର୍ଣ୍ଣ ପୋଷାକରେ ପରିହିତ ହୋଇ ଓ ସମସ୍ତ ପ୍ରକାର ଅଳଙ୍କାରରେ ବିଭୂଷିତ ହୋଇ ସେ ଯେବେ ପବିତ୍ର ବଳିପୀଠର ସନ୍ନିକଟ ହେଉଥିଲେ, ତେବେ ସେ ପବିତ୍ରାଳୟର ପରିସରକୁ ଗୌରବମଣ୍ଡିତ କରାଉଥିଲେ। ବଳିପୀଠର ଅଗ୍ନି ସମୀପରେ ଦଣ୍ଡାୟମାନ ହୋଇ ସେ ଯାଜକମାନଙ୍କ ହସ୍ତରୁ ଅଂଶ ସମୂହ ଗ୍ରହଣ କଲେ। ତାଙ୍କର ଭାତୃଗଣ ଏକ ପୁଷ୍ପହାର ସଦୃଶ ତାଙ୍କ ଚତୁଃପାର୍ଶ୍ୱରେ ଠିଆ ହୋଇଥିଲେ। ତାଳ ବୃକ୍ଷ ଗୁଡ଼ିକ ଦ୍ୱାରା ପରିବେଷ୍ଟିତ ଲେବାନନର ଏକ ତରୁଣ ଦେବଦାରୁ ବୃକ୍ଷ ସମ ସେ ଦେଖାଯାଉଥିଲେ। ଆରୋନଙ୍କ ପୁତ୍ରମାନେ ସର୍ବବିଧ ଭୂଷଣରେ ବିଭୂଷିତ ହୋଇ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନୈବେଦ୍ୟ ସେମାନଙ୍କ ହସ୍ତରେ ଧାରଣ କରି ଇସ୍ରାଏଲୀୟ ଜନମଣ୍ଡଳୀ ସମ୍ମୁଖରେ ଦଣ୍ଡାୟମାନ ଥିଲେ। ବଳିପୀଠ ସମୀପରେ ସେମାନଙ୍କ ସେବା କାର୍ଯ୍ୟ ସମାପ୍ତ କରି ସର୍ବଶକ୍ତିମାନ ପରାତ୍ପରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନୈବେଦ୍ୟ ସେ ସଜ୍ଜିତ କଲେ ଏବଂ ପାନ ପାତ୍ରରେ ଦ୍ରାକ୍ଷାରସ ଏକ ପାନୀୟ ବଳି ସେ ଢାଳି ଦେଲେ। ରାଜାଧିକାର ପରାତ୍ପରଙ୍କ ଉଦ୍ଦେଶ୍ୟରେ ତାହା ଏକ ପ୍ରୀତିକର ସୁରଭି ସଦୃଶ ସେ ତାହା ବଳିପୀଠର ପଦନୀରେ ଢାଳିଦେଲେ। ସେ ସମୟରେ ଆରୋନଙ୍କ ପୁତ୍ରମାନେ ଚିତ୍କାର ରବ ମୁଖରିତ କଲେ ଓ ପିଟା ଧାତୁ ନିର୍ମିତ ଭେରୀ ବାଦନ କଲେ। ପରାତ୍ପରଙ୍କ ସନ୍ନିଧାନରେ ତାହା ଏକ ସ୍ମାରକୀ ସଦୃଶ ଧ୍ୱନିତ ହେଲା। ସହସା ପ୍ରଭୁ ସର୍ବଶକ୍ତିମାନ ଓ ପରାତ୍ପର ଈଶ୍ୱରଙ୍କୁ ଆରାଧନା କରିବା ପାଇଁ ସମସ୍ତେ ସାଷ୍ଟାଙ୍ଗ ପ୍ରଣିପାତ କଲେ। ଗାୟକ ବୃନ୍ଦ ଉଚ୍ଚ ସ୍ୱରରେ ଶ୍ରୁତି ମଧୁର ଗାନ କରି ତାହାଙ୍କର ପ୍ରଶଂସା କଲେ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଆରାଧନା ରୀତି କ୍ରମାଗତ ଭାବେ ସମାପ୍ତ ହେବା ପର୍ଯ୍ୟନ୍ତ ଯେ କରୁଣା ସାଗର ସେହି ପରାତ୍ପରଙ୍କ ପ୍ରଭୁଙ୍କ ସନ୍ନିଧାନରେ ଜନତା ନିବେଦନ ଉତ୍ସର୍ଗ କଲେ। ଏହାପରେ ପ୍ରଭୁଙ୍କର ନାମକୁ ଗୌରବାନ୍ୱିତ କରିବା ଓ ସମସ୍ତ ଇସ୍ରାଏଲ ଜନମଣ୍ଡଳୀ ଉପରେ ପ୍ରଭୁଙ୍କର ଆଶୀର୍ବାଦ ଉଚ୍ଚାରଣ କରିବା ପାଇଁ ଅବତରି ଆସି ସେ
ସେମାନଙ୍କ ସମ୍ମୁଖରେ ତାଙ୍କ ହସ୍ତ ଉତ୍ତୋଳନ କଲେ। ଜନତା ଯେପରି ପରାତ୍ପରଙ୍କ ଆଶୀର୍ବାଦ ଗ୍ରହଣ କରିପାରନ୍ତି ତନ୍ନିମନ୍ତେ ସେମାନେ ଦ୍ୱିତୀୟବାର ଆରାଧନା କରି ପ୍ରଣିପାତ କଲେ। ଉପଦେଶ ସକଳ। ଯିଏ ସର୍ବବିଧ ମହତ୍ କର୍ମ ସାଧନ କରନ୍ତି, ଯିଏ ଆମମାନଙ୍କୁ ଜନ୍ମଦିନଠାରୁ ଉନ୍ନୀତ କରନ୍ତି ଓ ତାଙ୍କର ଦୟା ଅନୁଯାୟୀ ଆମ ପ୍ରତି ଆଚରଣ କରନ୍ତି, ସେହି ସର୍ବାଧୀଶ ଈଶ୍ୱରଙ୍କ ସ୍ତୁତି ଗାନ ବର୍ତ୍ତମାନ କର। ସେ ଆମମାନଙ୍କୁ ହୃଦୟର ଆନନ୍ଦ ପ୍ରଦାନ କରନ୍ତୁ ଓ ପୂର୍ବକାଳ ସଦୃଶ ଇସ୍ରାଏଲରେ ସେ ଆମ ଦିନ ସକଳ ଶାନ୍ତିପୂର୍ଣ୍ଣ କରନ୍ତୁ। ତାହାଙ୍କର କରୁଣା ଆମମାନଙ୍କ ସହବର୍ତ୍ତୀ ହେଉ ଓ ଏହି ଦିନଗୁଡ଼ିକରେ ସେ ଆମମାନଙ୍କୁ ରକ୍ଷା କରନ୍ତୁ। ଦୁଇଟି ଜାତି ଯୋଗୁଁ ମୁଁ ବିରକ୍ତ ଓ ତୃତୀୟଟି ଏକ ଜାତି ମଧ୍ୟ ନୁହେଁ। ସେମାନେ ହେଲେ ସେଇର ପର୍ବତବାସୀଗଣ ଓ ଫିଲିସ୍ତୀୟମାନେ ଓ ଶେଖେମ ନିବାସୀ ସେହି ମୂଢ଼ ଜନତା। ଉପସଂହାର। ବିବେଚନା ତଥା ଜ୍ଞାନ ସମ୍ବନ୍ଧୀୟ ଏକ ଶିକ୍ଷା ମୁଁ ଏହି ପୁସ୍ତକରେ ଲିପିବଦ୍ଧ କରିଅଛି। ଯିଏ ଜେରୁସଲେମବାସୀ ଏଲିଆସାରଙ୍କ ପୈତ୍ର ତଥା ସିରାକଙ୍କ ପୁତ୍ର ଯେଶୁ, ସେହି ମୁଁ ମୋ ନିଜ ହୃଦୟରୁ ଢାଳି ଦେଇଥିବା ପ୍ରଜ୍ଞା ଏହା। ଯିଏ ଏହିଠାରେ ଉଲ୍ଲିଖିତ ବିଷୟ ସମ୍ବନ୍ଧରେ ସମ୍ପୃକ୍ତ ହେବ ସେ ଧନ୍ୟ ଓ ଯିଏ ତାହାକୁ ନିଜ ହୃଦୟରେ ଦୃଢ଼ ଧାରଣ କରିବ ସେ ବିଜ୍ଞ ହେବ। କେହି ଯଦି ଏ ସମସ୍ତକୁ କାର୍ଯ୍ୟରେ ପରିଣତ କରିବ ତେବେ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ସେ ସମର୍ଥ ହେବ, କାରଣ ପ୍ରଭୁଙ୍କର ଜ୍ୟୋତି ତାର ପଥ ହେବ। ଅଧ୍ୟାୟ 51। କୃତଜ୍ଞତା ଅର୍ପଣ ଗାନ। ହେ ପ୍ରଭୁ ଓ ରାଜନ, ମୁଁ ତୁମ ପ୍ରତି କୃତଜ୍ଞତା ଅର୍ପଣ କରିବି। ମୋର ଈଶ୍ୱର ଓ ପରିତ୍ରାତା ହିସାବରେ ତୁମର ସ୍ତୁତି ଗାନ ମୁଁ କରିବି। ତୁମ ନାମ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରେ, କାରଣ ତୁମେ ମୋର ସଂରକ୍ଷକ ତଥା ସହାୟକ। ବିନାଶ ଅପବାଦକ ଜିହ୍ୱାର ଫାଶ ତଥା ମିଥ୍ୟାବାଦୀ ଅଧରରୁ ତୁମେ ମୋର ଶରୀର ରକ୍ଷା କରିଅଛ। ମୋ ଚତୁଃପାର୍ଶ୍ୱରେ ଦଣ୍ଡାୟମାନ ବ୍ୟକ୍ତିମାନଙ୍କ ସମ୍ମୁଖରେ ତୁମେ ମୋର ସହାୟକ ଥିଲ। ମୋତେ ଗ୍ରାସ କରିବା ପାଇଁ ଯେଉଁମାନେ ଉଦ୍ୟତ ସେମାନଙ୍କ ଦନ୍ତ କଡ଼ମଡ଼। ଯେଉଁ ଲୋକେ ମୋର ଜୀବନ ନାଶ ପାଇଁ ଅନ୍ୱେଷଣ କରନ୍ତି ସେମାନଙ୍କ ହସ୍ତ ଓ ଯେଉଁ ସଂଖ୍ୟାଧିକ ଦୁଃଖ ମୁଁ ସହନ କରେ ସେ ସମସ୍ତରୁ ତୁମର କରୁଣା ତଥା ନାମର ମହତ୍ଵ ଯୋଗୁଁ ତୁମେ ମୋତେ ରକ୍ଷା କରିଅଛ। ଚତୁଃପାର୍ଶ୍ୱରୁ ଶ୍ୱାସରୋଧକାରୀ ଅଗ୍ନିରୁ ଯାହା ମୋ ଦ୍ୱାରା ପ୍ରଜ୍ୱଳିତ ହୋଇନଥିଲା ସେହି ଅଗ୍ନିରୁ ତୁମେ ମୋତେ ମୁକ୍ତ କରିଅଛ। ପାତାଳର ଅଗାଧ ଗର୍ଭରୁ ଅଶୁଦ୍ଧ ତଥା ମିଥ୍ୟାବାଦୀ ଜିହ୍ୱାରୁ ଓ ରାଜାଙ୍କ ନିକଟରେ ମିଥ୍ୟାରୋପଣକାରୀ ଅଧର୍ମୀ ଜିହ୍ୱାରୁ ତୁମେ ମୋତେ ସଂରକ୍ଷଣ କରିଅଛ। ମୋର ଆତ୍ମା ମୃତ୍ୟୁର ସହବର୍ତ୍ତୀ ହୋଇଥିଲା ଓ ମୋର ଜୀବନ ପାତାଳ ପ୍ରାନ୍ତର ସନ୍ନିକଟ ହୋଇଥିଲା। ସେମାନେ ମୋତେ ଘେରିଲେ, ମୋତେ ସାହାଯ୍ୟ କରିବା ପାଇଁ କେହି ନଥିଲା। ସାହାଯ୍ୟ ପାଇଁ ମୁଁ ମନୁଷ୍ୟମାନଙ୍କର ଅନ୍ୱେଷଣ କଲି, କିନ୍ତୁ କେହି ଦେଖାଗଲା ନାହିଁ। ହେ ପ୍ରଭୁ, ସେ ସମୟରେ ମୁଁ ତୁମ କରୁଣାକୁ ପ୍ରାଚୀନ କାଳରୁ ତୁମ ଦ୍ୱାରା ସାଧିତ କର୍ମାବଳୀ ସ୍ମରଣ କଲି। ଯେଉଁମାନେ ଧୈର୍ଯ୍ୟ ସହକାରେ ତୁମ ନିମନ୍ତେ ଅପେକ୍ଷା କରନ୍ତି ତୁମେ ସେମାନଙ୍କୁ ରକ୍ଷା କରିଅଛ ଓ ସେମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ତୁମେ ସେମାନଙ୍କୁ ଉଦ୍ଧାର କରୁଅଛ। ପୃଥିବୀରୁ ମୋର ନିବେଦନ ଉଠିଲା। ମୃତ୍ୟୁ କବଳରୁ ମୁକ୍ତ ହେବା ପାଇଁ ମୁଁ ପ୍ରାର୍ଥନା କଲି। ଉଦ୍ଧତମାନଙ୍କ ମଧ୍ୟରେ ନିଃସହାୟକ ପୂର୍ବକ ଯେଉଁ ସମୟରେ ମୁଁ ଠିଆ ହୁଏ, ସେହି କଷ୍ଟ ସମୟରେ ପ୍ରଭୁ ଓ ପିତାଙ୍କ ସନ୍ନିଧାନରେ ମୁଁ ଆବେଦନ ଜଣାଇଲି ଯେ, ମୋତେ ଉପେକ୍ଷା କର ନାହିଁ।
ମୁଁ ନିରନ୍ତର ତୁମ ନାମର ସ୍ତୁତିଗାନ କରିବି। ଅକୃତଜ୍ଞତା ଅର୍ପଣ ସହକାରେ ମୁଁ ସ୍ତବ ଗାନ କରିବି। ସେ ମୋର ପ୍ରାର୍ଥନା ପ୍ରତି କର୍ଣ୍ଣପାତ କଲେ, କାରଣ ତୁମେ ମୋତେ ବିନାଶରୁ ରକ୍ଷା କଲ ଓ ମନ୍ଦରୁ ମୋତେ ଉଦ୍ଧାର କଲ। ସୁତରାଂ ମୁଁ ତୁମ ପ୍ରତି କୃତଜ୍ଞତା ଅର୍ପଣ ତଥା ସ୍ତୁତି ଗାନ କରିବି ଓ ପ୍ରଭୁଙ୍କ ନାମର ପ୍ରଶଂସା ଗାନ କରିବି। ପ୍ରଜ୍ଞାର ସନ୍ଧାନ। ମୋର ଯାତ୍ରା ପର୍ଯ୍ୟଟନ ପୂର୍ବରୁ ଆହୁରି ମୁଁ ଯେବେ ଜଣେ ଯୁବକ ଥିଲି, ସେ ସମୟରେ ଜ୍ଞାନ ଲାଭ ପାଇଁ ସହୃଦୟରେ ମୁଁ ପ୍ରାର୍ଥନା କଲି। ଦେବାଳୟ ସମ୍ମୁଖରେ ମୁଁ ଯାହା ପାଇଁ ଭିକ୍ଷା କଲି, ଶେଷ ପର୍ଯ୍ୟନ୍ତ ମୁଁ ତାହାର ସନ୍ଧାନ କରିବି। ଦ୍ରାକ୍ଷା ପୁଷ୍ପିତ ହେବା ସମୟଠାରୁ ପରିପକ୍ୱ ହେବା ପର୍ଯ୍ୟନ୍ତ ମୋର ହୃଦୟ ତାହାଠାରେ ଆନନ୍ଦିତ ହେଲା। ମୋର ପାଦ ସିଧାସଳଖ ପଥରେ ଗମନ କଲା। ଯୌବନ କାଳରୁ ମୁଁ ତାହାର ପଦାଙ୍କ ଅନୁସରଣ କଲି। ତାହା ପ୍ରତି କେବଳ ସ୍ୱଳ୍ପ କର୍ଣ୍ଣପାତ କରିବା ଫଳରେ ମୁଁ ତାହା ପ୍ରାପ୍ତ ହେଲି ଓ ମୁଁ ଅତ୍ୟଧିକ ଲାଭ କଲି। ତାହା ଯୋଗୁଁ ମୁଁ ଉନ୍ନତି ପ୍ରାପ୍ତ ହେଲି। ଯିଏ ମୋତେ ପ୍ରଜ୍ଞା ପ୍ରଦାନ କରନ୍ତି, ମୁଁ ତାହାଙ୍କୁ ଗୌରବାନ୍ୱିତ କରିବି। ପ୍ରଜ୍ଞାର ଅନୁସରଣ ପୂର୍ବକ ଜୀବନଯାପନ କରିବା ପାଇଁ ମୁଁ ସ୍ଥିର ମନା ହୋଇଛି। ମଙ୍ଗଳର ଅନୁଗାମୀ ହେବା ସକାଶେ ମୁଁ ଅତ୍ୟୁତ୍ସାହିତ ହେଲି। ମୁଁ କେବେହେଁ ଲଜ୍ଜିତ ହେବି ନାହିଁ। ଜ୍ଞାନ ତୃଷାରେ ମୁଁ ଜର୍ଜରିତ ହେଲି। ନିଷ୍ଠାପୂର୍ବକ ମୁଁ ଆଚରଣ କଲି। ତାହା ସମ୍ବନ୍ଧରେ ମୁଁ ଯେ ଅଜ୍ଞ, ସେ ସମ୍ବନ୍ଧରେ ସ୍ୱର୍ଗ ଆଡ଼େ ହସ୍ତ ବିସ୍ତାର କରି ମୁଁ ବିଳାପ କଲି। ମୋର ଆତ୍ମାକୁ ତାହା ଅଭିମୁଖେ ମୁଁ ଲକ୍ଷ୍ୟ କଲି। ଶୁଦ୍ଧିକରଣ ମାଧ୍ୟମରେ ମୁଁ ତାହାର ସନ୍ଧାନ ପାଇଲି। ପ୍ରାରମ୍ଭରୁ ମୁଁ ତାହାଠାରୁ ପରିଜ୍ଞାନ ଲାଭ କଲି। ସୁତରାଂ ମୁଁ କଦାପି ପରିତ୍ୟକ୍ତ ହେବି ନାହିଁ। ତାହାର ଆବିଷ୍କାର ପାଇଁ ମୋର ହୃଦୟ ଉତ୍ତେଜିତ ହେଲା। ସୁତରାଂ ମୁଁ ଏକ ସତ୍ ସମ୍ପଦ ଅର୍ଜନ କରିଅଛି। ପ୍ରଭୁ ମୋତେ ଏକ ଜିହ୍ୱା ମୋର ପୁରସ୍କାର ସ୍ୱରୂପ ଦେଇଛନ୍ତି। ତାହା ଉପଯୋଗ କରି ମୁଁ ତାହାର ପ୍ରଶଂସା ଗାନ କରିବି। ଅଶିକ୍ଷିତ ଲୋକେ ମୋର ସନ୍ନିକଟ ହୁଅନ୍ତୁ। ସେମାନେ ମୋ ବିଦ୍ୟାଳୟରେ ବସବାସ କରନ୍ତୁ। ତୁମେମାନେ କାହିଁକି ଅଭିଯୋଗ କରୁଛ ଯେ ତୁମେମାନେ ଏପରି ବିଷୟରୁ ବଞ୍ଚିତ ହୋଇଛ? ତୁମମାନଙ୍କ ଆତ୍ମା ତାହା ପାଇଁ କାହିଁକି ତୃଷାତୁର ହୋଇଛି? ମୁଖ ଖୋଲି ମୁଁ କହିଲି, ବିନା ମୂଲ୍ୟରେ ତାହା ଅର୍ଜନ କର। ତାହାର ଜୁଆଳି ତଳେ ତୁମ ଗଳାକୁ ନୁଆଁଅ। ଶିକ୍ଷା ପ୍ରାପ୍ତ ହୁଅ। ଅତି ନିକଟରେ ତାହା ବିଦ୍ୟମାନ। ତୁମେମାନେ ସନ୍ଧାନ କରି ଦେଖ ଯେ ମୁଁ ଲେଶ ମାତ୍ର ପରିଶ୍ରମ କଲି, ମୁଁ ଅତ୍ୟଧିକ ବିଶ୍ରାମ ପ୍ରାପ୍ତ ହୋଇଛି। ବହୁ ପରିମାଣ ରୌପ୍ୟ ବିନିମୟରେ ଶିକ୍ଷା ପ୍ରାପ୍ତ ହୁଏ, ତେବେ ତୁମେମାନେ ଅତ୍ୟଧିକ ସ୍ୱର୍ଣ୍ଣ ଲାଭ କରିବ। ପ୍ରଭୁଙ୍କ କରୁଣାରେ ତୁମ ଆତ୍ମା ଆନନ୍ଦିତ ହେଉ ଓ ତାହାଙ୍କର ପ୍ରଶଂସା ଗାନ କରିବା ବେଳେ ତୁମେମାନେ ଲଜ୍ଜିତ ନ ହୁଅ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ତୁମ ପରିଶ୍ରମ ସମାପ୍ତ କର। ତାହା ହେଲେ ଈଶ୍ୱର ତାହାଙ୍କ ନିର୍ଦ୍ଦିଷ୍ଟ ସମୟରେ ତୁମମାନଙ୍କୁ ପୁରସ୍କୃତ କରିବେ।